ବର୍ତ୍ତମାନ ମୁଁ ସିମୁଳିଆ ବ୍ଲକ ଅନ୍ତର୍ଗତ ପୁରସ୍ତମପୁର ପଞ୍ଚାୟତରେ ଆସି ପହଞ୍ଚିଛି। ପଞ୍ଚାୟତର ସରପଞ୍ଚର ପ୍ରତିନିଧିଙ୍କ ଠାରୁ ଶୁଣିବା ତାଙ୍କ 2 ବର୍ଷର ହିସାବ ଏବଂ ବିକାଶର କଥା ଏବଂ ପଞ୍ଚାୟତର ସମସ୍ୟା ବାବଦରେ କଥା। ମୁଁ ବର୍ତ୍ତମାନ ପୁରସ୍ତମପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧିଙ୍କୁ ସ୍ୱାଗତ କରୁଛି। ଆଜ୍ଞା, ଆପଣଙ୍କ ନାଁଟା? ବିଦ୍ୟୁଭୂଷଣ ସେଠୀ। ଆଜ୍ଞା, ଆପଣ 2 ବର୍ଷ କାର୍ଯ୍ୟକାଳ ପୁରା ବସିଲେଣି, ପ୍ରାୟତଃ ପୁରା ହେଲାଣି। ଆପଣ 2 ବର୍ଷ ବିକାଶ ପଞ୍ଚାୟତ କ'ଣ କରୁଛନ୍ତି ଓ ଆଗକୁ ଆପଣଙ୍କ ସ୍ୱପ୍ନ କ'ଣ ଅଛି? 2 ବର୍ଷ ମଧ୍ୟରେ ପୁରସ୍ତମପୁର ପଞ୍ଚାୟତରେ ଆମର ବିକାଶର କାର୍ଯ୍ୟକ୍ରମ ଗୁଡ଼ାଏ ହାତକୁ ନିଆଯାଇଛି। ପାଖାପାଖି 15-20 କୋଟି ଟଙ୍କାର ପ୍ରକଳ୍ପ ନିଆଯାଇଛି। ତା ଭିତରେ ଗୋଟେ ମେଡ଼ିକାଲ ଅଛି 1,80,00,000, ଆଉ ଗୋଟେ ମାର୍କେଟ କମ୍ପ୍ଲେକ୍ସ ପାଇଁ 1,00,00,000 ଏବଂ 2ଟା 5ଟି ସ୍କୁଲ ହେଇଛି ଯାହାକି 65 ଲକ୍ଷ ଲେଖା। ତାପରେ ଆମକୁ ଗୋଟେ କଲ୍ୟାଣୀ ମଣ୍ଡପ କରିଛୁ। ବିଭିନ୍ନ ପ୍ରକାର ଗାଁରେ ଯେତେ ପ୍ରକାର ମନ୍ଦିର, ସବୁ ମନ୍ଦିର ଏକ ପ୍ରକାର ପୂର୍ଣ୍ଣାଙ୍ଗ ହେଇ ସାରିଲାଣି। ଆଉ ରାସ୍ତାଘାଟର ମଧ୍ୟ ବିକାଶ ହେଇଛି। ଆଉ ଶିକ୍ଷା ଗୋଟିଏ ଅବସ୍ଥା ଖରାପ ଅଛି। ଆମର ଶିକ୍ଷାନୀତି ବା ଶିକ୍ଷା କ୍ଷେତ୍ରରେ ଆମେ ବହୁ ପଛରେ ଅଛୁ। ଯେ ପ୍ରତ୍ୟେକ ସ୍କୁଲର ଯେଉଁ ଶିକ୍ଷକମାନଙ୍କୁ ରଖାଯାଇଛି ସେମାନଙ୍କର ଶିକ୍ଷା ତ ଅଭାବ, କିନ୍ତୁ ନଷ୍ଟ ବାଟରେ ଗତି କରୁଛନ୍ତି। ଯାହାକି ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକର ସମସ୍ତ ଶିକ୍ଷକ ପ୍ରାୟ ଅଣାଧିକେ ପାଠ ପଢ଼େଇ ନ ପଢ଼େଇ ବାହାରେ ବୁଲୁଛନ୍ତି ଏବଂ ମଦ୍ୟାସକ୍ତ ହେଉଛନ୍ତି। ଏଇଟା ଦୁଃଖର କଥା ଯେ ଏହା ପ୍ରତି ଶିକ୍ଷା ବିଭାଗ ଧ୍ୟାନ ଦେଉନାହିଁ। ଆଉ ଏହା ପରେ ମଧ୍ୟ ଆମେ ଚାହୁଁଥିଲୁ ଆମ ଅଞ୍ଚଳର ଗୋଟେ ଭଲ ଷ୍ଟାଡ଼ିୟମଟେ ଥିଲା। ପିକି ଏବଂ MLAଙ୍କୁ ମଧ୍ୟ କଥା ହେଇଥିଲୁ ଏବଂ ସେ MLAଙ୍କ ଜରିଆରେ କରିବା କଥା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କଲେ ନାହିଁ। ଟାଇମ୍ ତ ପାସ୍ ହେଇଯାଇଛି। କ'ଣ କେତେ ବାଟ କାର୍ଯ୍ୟକ୍ରମ ଯାଇଛି, ପ୍ରାୟ ମୁଁ ଭାବୁଛି ଆଗେଇଥିବ। ଆଉ ଖେଳ ପଡ଼ିଆ ସହିତ ଆମେ ଚାହୁଁଥିଲୁ କିଛି ପାର୍କ ବା ଉଦ୍ୟାନ ଭିତ୍ତିକ କାର୍ଯ୍ୟକ୍ରମ କରିବା ପାଇଁ। ସେଗୁଡ଼ାକ ମଧ୍ୟ ହାତକୁ ନେଇଛୁ ଏବଂ ଆଗରେ କରିବୁ। ଏବଂ ପଞ୍ଚାୟତର ଯେତେକ ପୋଖରୀ ତାର ମଧ୍ୟ ପୁନରୁଦ୍ଧାର କାର୍ଯ୍ୟକ୍ରମ କରାଯାଉଛି। ତା ସଙ୍ଗେ ସଙ୍ଗେ ଆମର ଗୋଟେ ସାର୍ବଜନୀନ ଦୋଳ ମଣ୍ଡପ ଅଛି। ଆମେ ସେ ଦୋଳ ମଣ୍ଡପର ମଧ୍ୟ ମଣ୍ଡପଟି 5ଟି ସଚିବ ବା ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ପାଣ୍ଠିରୁ ନେଇ କରିଥିଲୁ ଏବଂ ତାର ସ୍ଥାୟୀ ଛାତ ବ୍ୟବସ୍ଥା ପାଇଁ ମଧ୍ୟ ଆମେ 5ଟି ସଚିବ BK ପାଣ୍ଡିଆନଙ୍କୁ ଅନୁରୋଧ କରିଥିଲୁ। ମଧ୍ୟ ତାହା ବି କରିବା ପାଇଁ ଆଶା ରଖିଛୁ। ଏବଂ ଯେଉଁ ମେଡ଼ିକାଲଟି ଚାଲିଛି ତାକୁ 100 ଶଯ୍ୟା ବିଶିଷ୍ଟ କରିବା ପାଇଁ ଆମେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। ଏହିସବୁ କାର୍ଯ୍ୟକ୍ରମ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ରାସ୍ତାଘାଟର ପୁନରୁଦ୍ଧାର ହେଇଛି। ସ୍କୁଲ ଖେଳ ପଡ଼ିଆ ଏଇଗୁଡ଼ାକ ଟିକେ ଆମେ ଦୁର୍ବଳର ଅଛୁ। ଏଇଗୁଡ଼ାକ ଯଦି ଆମକୁ ପୁଣି ନବୀନ ସରକାର ଆସିବ, ଆମେ ଏହାକୁ ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ କରିବୁ ବୋଲି ଦୃଢ଼ୋକ୍ତି ବାଢ଼ୁଛି। ଏବଂ ଯଦି ଆମର ସିମୁଳିଆର ମୌଡ଼ମଣି ତଥା ଆମ ସମସ୍ତଙ୍କ ହୃଦୟରେ ନନା ଜ୍ୟୋତି ନନା ଯଦି ପୁଣି ଥରେ ଟିକେଟ୍ ପାଇକି ଏବଂ ଜିତନ୍ତି, ମୁଁ ଭାବୁଛି ଏ ଯେତେ ପ୍ରକାର ସମସ୍ୟା ଅଛି ୟାକୁ ସମ୍ପୂର୍ଣ୍ଣ ରୂପେ ପୂର୍ଣ୍ଣାଙ୍ଗ କରିପାରିବି।